କଥାରେ ଅଛି ଭାଗ୍ୟରେ ଥିଲେ ମଣିଷ ଜୀବନର ଗତିପଥ ବଦଳିଯାଏ। ସେ ଯାହା ଖୋଜୁଥାଏ ତାକୁ ତାହା ମିଳିଯାଏ। ସଂକ୍ଷେପରେ କହିଲେ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି। ସବୁ ପ୍ରକାର ସୁଖ ସୁବିଧା ଆପେ ଆପେ ହାତରେ ଧରା ଦିଏ। ଭାଗ୍ୟରେ ନଥିଲେ ମଣିଷ ଭିକାରୀ ମଧ୍ୟ ହୋଇଯାଏ। ଏକଥାକୁ ଭାଗ୍ୟବାଦୀମାନେ ବିଶ୍ୱାସ କରନ୍ତି। ମାତ୍ର ଯେଉଁମାନେ ପ୍ରକୃତ କର୍ମବୀର ସେମାନେ କର୍ମକୁ ହିଁ ବିଶ୍ୱାସ କରନ୍ତି। କିନ୍ତୁ ଅଳସୁଆ ଦୁଃଖ ପାଏ। ନିକମା ହୋଇ ବସି ରହିଲେ ନଈବାଲି ମଧ୍ୟ ସରିଯାଏ। ଏଣୁ କର୍ମ ହିଁ ଭଗବାନ, କର୍ମ ହିଁ ଜୀବନ। ବେଳେବେଳେ ଅଳସୁଆ ବି ପରିସ୍ଥିତିରେ ପଡ଼ି କାମ କରିବାକୁ ଆଗେଇ ଆସେ ଏବଂ ଭାଗ୍ୟକୁ ବିଶ୍ୱାସ କରେ। ଜନକପୁର ଗ୍ରାମରେ ଜଣେ ବିଧବା ସ୍ତ୍ରୀ ଲୋକ ରହୁଥାଏ। ତାର ଗୋଟିଏ ବୋଲି ପୁଅ, ନାଁ ତାର ଭଗୀ। ନୁଆଣିଆ ଚାଳ ଘରଟିଏ, ବାଡ଼ିରେ କିଛି ଗଛ ଏବଂ ଗଡ଼ିଆଟିଏ। ଜମିବାଡ଼ି ତ ସେମାନଙ୍କର ନାହିଁ। ସ୍ୱାମୀ ମରିଗଲା ପରେ ଯାହା ଦି ପା ଜମି ଥିଲା ତାହା ବିକ୍ରି ହୋଇଯାଇଛି। ସ୍ତ୍ରୀ ଲୋକଟି ଗାଁର ଲୋକମାନଙ୍କ ଘରେ ପାଇଟି କରି ଯାହା ଆଣେ ସେଥିରେ ସିଏ ଓ ତାର ପୁଅ ଦୁଃଖ କଷ୍ଟେ ଚଳିଯାଆନ୍ତି। ଗୋଟିଏ ବୋଲି ପୁଅ, ତାକୁ ପିଲାଟି ବେଳୁ ତା ମା ଏତେ ଗେହ୍ଲା କରିଦେଲା ଯେ ସେ ଜମାରୁ ପାଠ ପଢ଼ିଲା ନାହିଁ। ଚାଟଶାଳୀକୁ ଯାଇ ଅବଧାନଙ୍କ ମାଡ଼ ଡରରେ ଲୁଚିଲା। ଦୁଷ୍ଟ ପିଲାଙ୍କ ସହିତ ମିଶିଲା। ତା ମା ତାକୁ ଯେତେଥର ବହି ସିଲଟ ଆଣିଦେଲେ ସବୁ ନଷ୍ଟ କରି ପକାଇଲା। ଖାତା ବହି ଚିରି କାଗଜ ଡଙ୍ଗା କଲା, ସିଲଟ ଭାଙ୍ଗିଲା। ତେଣୁ ବିରକ୍ତ ହୋଇ ମା ଆଉ ଭଗୀକୁ ପାଠ ପଢ଼ିବାକୁ ବାଧ୍ୟ କଲା ନାହିଁ। ସେ ଭଗୀକୁ ବି ଏକଥା ଭାରି ସୁହାଇଲା। ତେଣୁ ନିକମା ଭାବରେ ବସି ଖେଳି ସେ ତାର ସବୁ ସମୟ କାଟିଲା। ମା ତେଣେ ଖଟି ଖଟି ହାଡ଼ ଦିଖଣ୍ଡ ଧରିଲାଣି। ଏଥିପ୍ରତି ପୁଅ ଭଗୀର ବା କ'ଣ ଚିନ୍ତା? ଏବେ ସେ ଭଗୀ ତ ବଡ଼ ହୋଇଗଲାଣି। ମଜୁରୀ ଖଟିଲେ ପୁରା ମଜୁରୀ ଆଣନ୍ତା। ମା ପୁଅ ଆରାମରେ ଚଳନ୍ତେ। ମାତ୍ର କାମକୁ ଭଗୀର ଭାରି ଡର। କୁଟାକୁ ଦିକୁଟା ବି ସେ ଆଦୌ କରେ ନାହିଁ। ଏଭଳିକି 10-12 ବର୍ଷ ପର୍ଯ୍ୟନ୍ତ ମା ଖୁଆଇ ନଦେଲେ ସେ ଭଗୀ ହାତ ଘେନି ଖାଉନଥିଲା। ଗାଧୋଇ ନଦେଲେ ଗାଧୋଉ ନଥିଲା। ଏବେ ତା ମା ଆଉ ଏସବୁ କାମ କରିପାରୁନି। ଏଣେ ଭଗୀର ଅଳସୁଆ ପ୍ରକୃତି ଦିନକୁ ଦିନ ବଢ଼ି ଚାଲିଛି। ଖାଇଦେଲା ମାତ୍ରେ ସେ ଶୋଇପଡ଼େ। ସକାଳେ କେହି କେବେ ତାକୁ ଆଗୁଆ ବିଛଣା ଛାଡ଼ିବାର ଦେଖି ନାହାନ୍ତି। ଦିନ 10ଟାରେ ଉଠେ। ଶୀତଦିନେ ଭଲ ଭାବରେ ଗାଧୋଏ ନାହିଁ। ତା ମା ତାକୁ ଅନେକ ବୁଝାଇ କହେ, ବାପରେ ତତେ ଗେଲରେ ବଢ଼ାଇ ଆଣିଲି, ପାଠ ତ ପଢ଼ିଲୁ ନାହିଁ। ଏବେ ବଡ଼ ହେଲୁଣି, କାମ ହେଲେ କର, ନହେଲେ ଘର ଚଳିବ କେମିତି? ମୁଁ ଆଉ ବେଶୀ ପରିଶ୍ରମ କରିପାରୁନି। କାଲି ତୁ ବାହା ହେବୁ, ତୋର ଛୁଆ ପିଲା ହେବେ, ତୁ ଚଳିବୁ କିପରି? ମୋ କଥା ମାନେ, ତୁ କିଛି କାମ କର। ଏପରି କଥା ଶୁଣି ଭଗୀ କହେ, ତୁ କିଛି ଚିନ୍ତା କରନା ମା, ମୋ ଭାଗ୍ୟରେ ଯାହା ଥିବ ତାହା ହିଁ ହେବ। ଯିଏ ଜନ୍ମ ଦେଇଛି ସେ ହିଁ ଚଳାଇବ। ଥରେ ତା ମା ବେମାର ପଡ଼ିଲା। ଫଳରେ ସେ ଆଉ କାମ କରିବାକୁ ଯାଇପାରିଲା ନାହିଁ। ଘରେ ଯାହା ଥିଲା ଶେଷ ହୋଇଗଲା। ଏଣେ ସେ ଭଗୀ ବି କାମକୁ ଗଲା ନାହିଁ। ତା ମା କହିଲା, ତୁ ଯଦି କାମ ନ କରିବୁ ତେବେ ମୁଁ ତୋତେ ଆଉ ଖାଇବାକୁ ଦେଇପାରିବିନି। ତୁ ନିଜେ କିଛି ରୋଜଗାର କରି ଖାଇବୁ, ନହେଲେ ଉପାସ ରହିବୁ। ଭଗୀ ଦିନେ କାମ ଖୋଜିବାକୁ ଗଲା। ତାର ସ୍ୱଭାବ ଜାଣି କେହି ବି ତାକୁ କାମ ଦେଲେ ନାହିଁ। ସନ୍ଧ୍ୟାରେ ଫେରିବାରୁ ତା ମା ଅଥୟ ହୋଇପଡ଼ିଲା। ପରଦିନ ସକାଳେ ତା ମା 4 ପଟ ରୁଟି କରିଦେଲା ଏବଂ କହିଲା, ତୁ ପାଖ ସହରକୁ ଯା କାମ ଖୋଜିବୁ। ଭୋକ କଲେ ୟାକୁ ଖାଇବୁ। ତାପରେ ସେ ଭଗୀ ରୁଟି ଗାମୁଛାରେ ବାନ୍ଧି ବାହାରିଲା। ରାସ୍ତାରେ ଛୋଟିଆ ଶାଳ ବଣଟିଏ ପଡ଼ିଲା। ସେଠାରେ ବାଟୋଇମାନଙ୍କ ପାଇଁ କିଏ ଜଣେ ମହତ ଲୋକ କୂଅଟିଏ ଖୋଳାଇ ଦେଇଥିଲା। ଆଉ ଥକା ମେଣ୍ଟାଇବା ପାଇଁ ଗଛମୂଳ ଛାଇରେ ପକ୍କା ଚାନ୍ଦିନୀଟିଏ ମଧ୍ୟ କରିଦେଇଥିଲେ। ଏଣେ ଭଗୀ ଯାଇ ସେଇଠି ଅଟକିଲା। ଭାବିଲା ଆଉ ଆଗକୁ ପାଣି ମିଳି ନପାରେ। ତେଣୁ ଏଇଠି ରୁଟି ଖାଇ ପାଣି ପିଇ ନେବ। କିନ୍ତୁ ଖାଇସାରିଲେ ଯଦି ତାକୁ ନିଦ ଲାଗେ? ଏହିପରି ବିଭିନ୍ନ କଥା ଚିନ୍ତା କରି ଶେଷରେ ସେ ନିଷ୍ପତ୍ତି ନେଲା, ନା ସେ ରୁଟି ଖାଇବନି। ଭଗୀ ଗଛ ଛାଇରେ ଟିକିଏ ବସିଲା। ସେତେବେଳେ ତ ସିରି ସିରି ଥଣ୍ଡା ପବନ ହେଉଥାଏ। ତେଣୁ ଭଗୀକି ନିଦ ହୋଇଗଲା। ତାପରେ ସେ ଭଗୀ ଗୋଟେ ସ୍ୱପ୍ନ ଦେଖିଲା। ଗୋଟେ ବିରାଟ ରାକ୍ଷସ ତା ଆଡ଼କୁ ଆଁ କରି ମାଡ଼ି ଆସୁଛି। ଭଗୀ ସେ ରୁଟିତକ ଖାଇବା ଆଗରୁ ରାକ୍ଷସ ରୁଟିତକ ନେଇ ପାଟିରେ ପୁରେଇ ଦେଲା। ଏଣେ ସେ ଭଗୀ ବିକଳରେ ଖାଲି କାନ୍ଦୁଥାଏ, ନା ଖାଆନି ଖାଆନି, ସେତକ ମୋ ମା ଦେଇଛି। ତାହେଲେ ମୁଁ କ'ଣ ଖାଇବି? ରାକ୍ଷସ ରୁଟି ଖାଇସାରି ଭଗୀକୁ କହିଲା, ମୁଁ ଖୁବ୍ ଭୋକିଲା ଥିଲି। ତୋ ରୁଟି ଖାଇ ମୋ ପ୍ରାଣ ରହିଲା। ତୁ ବର ମାଗ, ଯାହା ମାଗିବୁ ତାହା ଦେବି। ତେଣୁ ସେ ଭଗୀ କହିଲା, ତେବେ ମୋତେ କାମ ଦିଅ। ମୁଁ କାମ କରି ରୋଜଗାର କଲେ ମୋ ମାଆର ଦୁଃଖ ଯିବ। ଆମେ ସୁଖରେ ଚଳିବୁ। ଏକଥା ଶୁଣି ରାକ୍ଷସ କହିଲା, ତୋତେ ଆପେ ଆପେ ଭଲ କାମ ମିଳିଯିବ। ଏଇଠି ବସିଥା। ଠିକ୍ ଏହି ସମୟରେ କେହି ତା ଗୋଡ଼ ଚାଟିଲା ପରି ଲାଗିଲା। ତେଣୁ ସେ ଭଗୀର ନିଦ ହଠାତ୍ ଭାଙ୍ଗିଗଲା। ତାପରେ ସେ ଦେଖିଲା ସତକୁ ସତ ଗୋଟିଏ ବଳଦ ତା ଗୋଡ଼କୁ ଚାଟୁଛି। ତେଣୁ ଭଗୀ ଉଠି ପଡ଼ିଲା। ବଳଦକୁ ଆଉଁସି ଦେଲା, ତାକୁ ରୁଟି ଖୁଆଇଲା, ପାଣି ପିଆଇଲା। ବଳଦଟି ତା କଥା ମାନିଲା। ସେଇଠି ଶୋଇ ବଳଦ ପାକୁଳି କରିବାକୁ ଲାଗିଲା। ଭଗୀ କିନ୍ତୁ ମନକୁ ମନ ଭାବୁଥାଏ, ଏ ବଳଦ କାହାର? ଏଠାକୁ କିପରି ଆସିଲା? ସେ ଏମିତି ଭାବୁଥିବା ସମୟରେ ଜଣେ ଭଦ୍ରଲୋକ ତା ସାମ୍ନାକୁ ଆସିଲେ ଆଉ କହିଲେ, ତମକୁ ଧନ୍ୟବାଦ, ତମେ ଏ ବଳଦକୁ ଏକାଥରକେ ପୋଷା ମନେଇ ନେଲ। ଇଏ କେତେ ପିଲାଙ୍କୁ ମାରି ଘାଇଲା କରିଛି। ଜମିଦାର ବାବୁ ନୂଆ କରି ୟାକୁ କିଣିଥିଲେ। ମହଣ ନ ହେବାରୁ ରାଗରେ ତାକୁ ଛାଡ଼ି ଦେଇଥିଲେ। ତମେ ବଳଦକୁ ଧରି ମୋ ସହିତ ଆସ। ଜମିଦାର ଏକଥା ଜାଣିଲେ ଭାରି ଖୁସି ହେବେ। ତାପରେ ଭଗୀ ବଳଦ ଓ ସେ ଲୋକଟି ସହ ପାଖ ଗାଁକୁ ଯାଇ ଜମିଦାରଙ୍କୁ ଦେଖା କଲା। ସବୁ କଥା ଶୁଣି ଜମିଦାର ଭାରି ଖୁସି ହେଲେ। ଭଗୀକୁ କହିଲେ, ତମେ ଯଦି ମୋ ଘରେ ରହି ଚାଷ କାମ ଦେଖାଶୁଣା କରିବ
ତେବେ ମୁଁ ତୁମକୁ ଉପଯୁକ୍ତ ପାରିଶ୍ରମିକ ଦେବି। ତୁମେ ନିଶ୍ଚିତ ଭାବରେ ଜଣେ ଭଲ ଚାଷୀ, ନହେଲେ ମାରଣା ବଳଦକୁ ବଶ କରନ୍ତ କିପରି? ଭଗୀ ଘରକୁ ଆସି ତା ମା ପାଖରେ ସବୁ କଥା କହିଲା। ସବୁ ଶୁଣି ତା ମା ବହୁତ ଖୁସି ହୋଇଗଲା। ପରଦିନଠାରୁ ସେ ଭଗୀ ଜମିଦାରଙ୍କ ଘରକୁ ଯାଇ ଚାଷ କାମ ଦେଖାଶୁଣା କଲା। ତାର କାମରେ ସନ୍ତୁଷ୍ଟ ହୋଇ ଜମିଦାର ତାକୁ ଅଧିକ ପାରିଶ୍ରମିକ ଦେଲେ, ଯାହାଫଳରେ କି ଖୁବ୍ ଅଳ୍ପ ଦିନରେ ସେ ଭଗୀ ଭଲ ଘରଟି କରିପାରିଲା ତଥା ତା ମାଆକୁ ସୁଖରେ ରଖିପାରିଲା। ତା ମା ତାର ବାହାଘର କଥା ପଚାରିବାରୁ ସେ ଭଗୀ କହିଲା, ଅପେକ୍ଷା କର ମା, ଭାଗ୍ୟରେ ଥିଲେ କେଉଁ ଦେଶର ରାଜକୁମାରୀ ମୋତେ ନିଶ୍ଚୟ ମିଳିଯିବ। ଦେଖିଲୁନି ମୋ ଭାଗ୍ୟରେ ଥିଲା ବୋଲି କେମିତି ମୋ ମନ ଜାଣି କାମ ମୋତେ ମିଳିଗଲା। ଭାଗ୍ୟରେ ଥିଲେ ମୁଁ ତ ମନ ଲାଖି ବୋହୂଟି ନିଶ୍ଚୟ ଆଣିବି। ତ ସାଙ୍ଗମାନେ ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।